ଦେଶ ମଧ୍ୟେ ହୋଇବ ସମର ଲାଗିବ ଯେ ବହୁ ଗୋଳ ସେହି କାଳେ ରାମ ଦେଖିବୁ ନିଶ୍ଚୟ ଭାଙ୍ଗିବ କଳିର ଖେଳ ଧରଣୀ କମ୍ପିବ ଧରା ଓଲଟିବ ଗୋଳି ଗୋଳା ବରସିବ ରୁଷିଆ ଜାପାନୀ ଚୀନା ଆଦି ଦେଶ ସକଳ ଗଳି ପଡ଼ିବ। ଏହି ସମୟରେ ଯବନ ଦେଶ ଯେ ତୁରୁକି ମଧ୍ୟରେ ମିଳି ଆପେ ଆପଣାର ମଧ୍ୟରେ ଯେ ଗୋଳ କରୁଥିବେ ହାଳହୁଳି ଭାରତ ବକ୍ଷରେ ଉତ୍କଳ ଭୂମିରେ ଯୁଦ୍ଧ କ୍ଷେତ୍ରଟି ପ୍ରମାଣ ସେ ଶାନ୍ତ ସମये ଗୋପ୍ୟାନ ରୂପରେ 7 ଦିନ ହେବ ଜାଣ। मोर आम आध्यात्मिक चैनल दैवाचन को स्वागत करुच्चे मो शिव दत्त आम सह अच्छा मालिका कथाकार बा जगन्नाथ सांस्कृतिक बाबा आदित्य नारायण नंद तानेश्वरी वनपीठ पहुँच जाइचु। बाबा आम चैनल को स्वागत करुच्चु आम आध्यात्मिक चैनल दैवाचन को कौन कहे मध्यप्राच्य युद्ध को लेकिन भविष्य मालिका कौन लिखाई युद्धर दिग किमती कौन जीव बहुत भयंकर पूरा है जहाँकि देखुए गैस संकट भयंकर रूप नेला मध्यप्राच्य युद्ध ने भविष्य मालिका कौन कौन लिखा अच्छे देश देश मध्य होइब समर लागिब जे बहु गोल ସେହି କାଳେ ରାମ ଦେଖିବୁ ନିଶ୍ଚୟ ଭାଙ୍ଗିବ କଳିର ଖେଳ ଧରଣୀ କମ୍ପିବ ଧରା ଓଲଟିବ ଗୋଳି ଗୋଳା ବରସିବ ରୁଷିଆ ଜାପାନୀ ଚୀନା ଆଦି ଦେଶ ସକଳ ଗଳି ପଡ଼ିବ। ଏହି ସମୟରେ ଯବନ ଦେଶ ଯେ ତୁରୁକି ମଧ୍ୟରେ ମିଳି ଆପେ ଆପଣାର ମଧ୍ୟରେ ଯେ ଗୋଳ କରୁଥିବେ ହାଳହୁଳି ଭାରତ ବକ୍ଷରେ ଉତ୍କଳ ଭୂମିରେ ଯୁଦ୍ଧ କ୍ଷେତ୍ରଟି ପ୍ରମାଣ ସେ ଶାନ୍ତ ସମये ଗୋପ୍ୟାନ ରୂପରେ 7 ଦିନ ହେବ ଜାଣ। ଏନ୍ ମାରିକାରେ ଲେଖା ହେଇଛି ଯୁଦ୍ଧ ହବ ଆଉ କଣ ଯୁଦ୍ଧ ଏଇଟା ତ ଚାଲିଛି ଯୁଦ୍ଧ ଆଉ କଣ କରିବା କହୁଛି ଯେ ଏଇ ଯୋଉ ସମୟଟା ଆସିବ ଏ ସମୟରେ ଭାରତର ବର୍ତ୍ତମାନ କିଛି ଏଠି ନାହିଁ। ସେ ସବୁ ସମୟ ନିର୍ଦ୍ଧାରଣ କରିଛନ୍ତି ଆମେ କହିଲେ ଟିକେ ବହୁତ ବିବାଦ ଲାଗିବ ଆଉ ସଂକ୍ଷେପରେ ବୁଝେଇବାକୁ କହିବାକୁ ଗଲେ ବର୍ତ୍ତମାନ ବିଷମ ପରିସ୍ଥିତି କିଛି ସବିଶେଷ ନାହିଁ। ଏସିଡ୍ ରେନ୍ କିଛି କିଛି ହବ ଅମ୍ଳ ବର୍ଷା ଆଉ ଇରାନର ରୂପରେଖ କିଛି ଭୟଙ୍କର ହେଇପାରେ ଏବଂ ଗ୍ୟାସ ତେଲ ଉପରେ କିଛି ଗୁଜବ ବୃଦ୍ଧି ପାଇବ ସବିଶେଷ ଭାବରେ କ୍ଷୟକ୍ଷତି ନହେଲେ ମଣିଷ ଅଣେ କଣେ ବଣେ ଟିକେ ଭୋଗ କରିବେ। ହଠାତ୍ ମାନେ କିଛି ଅଳ୍ପ ସମୟ ଭିତରେ ଗୋଟେ ହଠାତ୍ ପରିସ୍ଥିତି ସୃଷ୍ଟି ହେବ ଯୋଉଥିରେ ସମସ୍ତେ ଗୋଟେ ହାହାକାର ମଚିଯିବ। ସେହି ସମୟରେ ଭାରତର ଉପଦେଶ ବହୁତ କାମରେ ଆସିବ। ଆଉ ଇନ୍ଦ୍ରପ୍ରସ୍ଥ ଆମର ଯୋଉଟା ରହିଛି ଦିଲ୍ଲୀ ତା ଉପରେ କିଛି ରହିବ ନଜର ଆଉ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଲେ ବହୁତ ବୃଦ୍ଧି ପାଇବ। ଯବନମାନଙ୍କ ପ୍ରଭାବ ବୃଦ୍ଧି ପାଇବ। ଇଏ ଯୋଉ ବିସ୍ଫୋରକ ପରିସ୍ଥିତିରୁ ଉଦ୍ଧାର ପାଇବା ପାଇଁ ଆପଣମାନେ ହ୍ରାସ କରନ୍ତୁ ନିଜ ନିଜ ଗୃହରେ କ୍ଷେତ୍ର ହ୍ରାସ ପଠନ କରନ୍ତୁ ବୃନ୍ଦା ହ୍ରାସ ପଠନ କରନ୍ତୁ କଳ୍କି ହ୍ରାସ ପଠନ କରନ୍ତୁ ଏବଂ ଉତ୍କଳୀୟ ଭାବଧାରାକୁ ନିଜ ଭିତରେ ରଖିକିରି ମହାମନ୍ତ୍ର ଜପ କରନ୍ତୁ। ଖାଦ୍ୟର ସଙ୍କଟ କିଛି ଆସିବ
ମାରୁ ମହରଗ କିଛି ଆସିବ। ସୂର୍ଯ୍ୟଙ୍କର ଗୋଟେ ପ୍ରଚଣ୍ଡ ରୌଦ୍ର ତାପ ଅଲ୍ଟ୍ରାଭାୟୋଲେଟ୍ ପାୱାର ଅତି ବାଇଗଣୀ ରଶ୍ମି ବଢ଼ିବ। ଅଂଶୁଘାତରେ କିଛି ଯିବେ। ଅଚାନକ କାଳବୈଶାଖୀ ଧନ ଜୀବନ ହାନି କରେଇବ। ଏଇ 2026 ମସିହାରେ ନା? ହଁ ହଁ ଏଇ ପଣା ସଂକ୍ରାନ୍ତି ପରେ ପରେ ଏଇସବୁ ରହିଛି ଆଉ। ରହୁଛି ହେଲେ ପୁଣି ଥରେ ପ୍ରକୃତି ଉପରେ ବିଜୟ ଲାଭ କରିଥିଲା ମଣିଷ, ମଣିଷ ଉପରେ ପୁଣି ଥରେ ପ୍ରକୃତି ବିଜୟ ଲାଭ କରିବ। ଆଉ ଥରେ ପୁଣି ଥରେ ସେ ଚୁଲି ରୋଷେଇ, ପୁଣି ଥରେ ଲୋକମାନେ ଶାରୀରିକ ପରିଶ୍ରମକୁ ନିଶ୍ଚିତ ଭାବରେ ଫେରିଯିବେ। ଏଇଟା ହେଉଛି କଥା। ବାବା ଭେଙ୍ଗାଙ୍କର ଆପଣ ଶୁଣିଥିବେ, ଅନେକ କହୁଛନ୍ତି ବାବା ଭେଙ୍ଗାଙ୍କର କଥା ସତ୍ୟ ହେଉଛି। ଆପରେ କ'ଣ କହିବେ? ବାବା ଭେଙ୍ଗା କ'ଣ ଏମିତି ଅତି ଭୟଙ୍କର କଥା? ସେ ଭେଙ୍ଗା ଆଉ ଜନ୍ଡିସନ୍ ଆଉ ନାଷ୍ଟ୍ରୋଡମସ୍ ମିଶର ପିରାମିଡ଼ରେ କିଛି ଭବିଷ୍ୟତ ଲେଖା ହେଇଛି। ସେମାନେ ସବୁ ଭବିଷ୍ୟତକାର, ପାଞ୍ଜିକାର ତାଙ୍କୁ କୁହା ହୁଏ। ବର୍ତ୍ତମାନ ପରିସ୍ଥିତିକୁ ଦେଖି ଲେଖନ୍ତି। ସର୍ବୋପରେ ପଞ୍ଚସଖାମାନଙ୍କ ଭବିଷ୍ୟତ କଳନା ହେଉଛି ସୁଦୃଢ଼। ଏମାନେ ଯାହା ଲେଖିଛନ୍ତି ସେଇଟା ହେଉଛି ବେଦର ଗାର। ତାକୁ ପଞ୍ଚସଖା ମାନେ କିଏ କେଉଁ ପଟେ ଲେଖୁଛି ବୁଝୁଛି କିଛି ଠିକଣା ନାହିଁ। ହଁ, ଟିକେ ଯଦି ନିରୀକ୍ଷେଇକି ତାକୁ ଲକ୍ଷଣ କରାଯାଏ ସବୁ ମଣିଷ ବୁଝିପାରିବ। ମିଥ୍ୟାରେ ପ୍ରବଳିତ ହେବାର ନାହିଁ। ପଞ୍ଚସଖା ମାନେ ଯୁଗାଧି ପୁରୁଷ, ତ୍ରିକାଳଦର୍ଶୀ, ଭବିଷ୍ୟତକାର, ବରିଷ୍ଠ ସାହିତ୍ୟିକ, ସମାଜ ସଂସ୍କାରକ ଏବଂ ଶରୀର ତତ୍ତ୍ୱବିଧି। ହଁ, ତେଣୁ କରିକି ସିଏ ସବୁ ଏକାଧାରରେ ବିଜ୍ଞାନୀ, ଜ୍ଞାନୀ ସବୁ। ଆଉ ଶରୀର ତତ୍ତ୍ୱରେ ଲେଖା ହେଇଛି। ସେଗୁଡ଼ା ସବୁ ପ୍ରକାଶ କରିବା କଥା ନୁହଁ। ଶରୀର ତତ୍ତ୍ୱ ଶୁଣ, ଯାହା ତମେ ପଚାରୁଛ, ଆମେ ଦିନକୁ ଦିନ ବହୁତ ଗୁପ୍ତ ହେଉଛୁ। ଯାହା ଅଳ୍ପ କିଛି ପଚାରିଲ ତାକୁ ଆମେ କହିଲୁ। ସବିଶେଷ କିଛି ମନ୍ତବ୍ୟ ଆମେ ଦେଇପାରିବୁ ନାହିଁ। କେବଳ ସୁସ୍ଥ ମାନସିକତାରେ ସମସ୍ତେ ସତ୍ୟ ପଥର ପଥିକ ହୁଅନ୍ତୁ, ଏଇଟା ହିଁ ଅନୁରୋଧ ସମସ୍ତଙ୍କ ପାଇଁ। ଆଉ ନୀରବତା ହିଁ ସବୁ ପଥ ଆଗକୁ ଦେଖେଇଦେବ। ଯେତେ ସମ୍ଭବ ନୀରବ ରୁହନ୍ତୁ। ଆଉ ଠିକ୍ କଲେ ନିଶ୍ଚିତ ଭାବେ ଠିକ୍ ପାଇବେ, କିଛି ଭୁଲ ହେବାର ନାହିଁ। ଏଇଟା ହେଉଛି କଥା। ତା ପାଇଁକି ସ୍ଥାନେ ସ୍ଥାନେ ଚାଲିଛି ସବୁ ବିଭିନ୍ନ ପ୍ରକାର ଲୀଳା। ଗୁପ୍ତ ଭାବରେ ସବୁ ଚାଲିଛି, ସେଇଟା ତମେ ଜାଣିପାରିବନି। ଗୁପ୍ତ ଭାବରେ ଯଜ୍ଞ ଚାଲିଛି, ସଂକୀର୍ତ୍ତନ ରାହାସ ଚାଲିଛି ଗୁପ୍ତ ଭାବରେ। ମୁଁ ଏଇ ତ ବର୍ତ୍ତମାନ 3ଟା ଯଜ୍ଞ ସାରି ସାରିଲିଣି। ଆମେ ସେଟା ପ୍ରକାଶ କରୁନୁ। 3ଟା ଯଜ୍ଞ ଆମେ ସାରି ସାରିଲୁଣି। ଶାରଳା ମଣ୍ଡଳରେ 2ଟା ଯଜ୍ଞ ସାରି ସାରିଲୁଣି। ଆଉ 5ଟା ବଡ଼ ବଡ଼ ରାହାସ ସାରି ସାରିଲୁଣି। ଗୁପ୍ତ ଭକ୍ତମାନଙ୍କୁ ମଧ୍ୟ ସନ୍ଧାନ ଆମେ କରୁଛୁ। ଜଣା ପଡ଼ିଗଲାଣି ଗୁପ୍ତ ଭକ୍ତ? ହଁ ହଁ, ସବୁ ଆଗକୁ ପ୍ରକାଶ ସବୁ ଆମେ ଖୋଜିକି ପାଉଛୁ ନା। ଆହୁରି ଗୋଟେ ବିରାଟ ବଡ଼ ଚଣ୍ଡୀମଣ୍ଡଳର ଗୋଟେ ବିରାଟ ବଡ଼ କାର୍ଯ୍ୟକ୍ରମ ଆମେ କରିବାକୁ ଯାଉଛୁ ଦୀର୍ଘ ବର୍ଷ ପରେ। ଆପାତତଃ ଆମ ଅଞ୍ଚଳ ଭିତରେ 2015 ମସିହା ପରଠୁ ଆଉ ସେ କର୍ମ ହେଇନି। 15ରୁ 25, 11 ବର୍ଷ 12 ବର୍ଷ ଭିତରେ ଆଉ ସେଭଳିଆ ପଦକ୍ଷେପ ନିଆ ହେଇନଥିଲା। ଏବେ ଗୋଟେ ନିଆଯାଉଛି ଜଗତ ଭଗତର ରକ୍ଷା ପାଇଁକି। ଆଉ ବିଭୁ କୃପା କ'ଣ ହେଉଛି ଦେଖାଯାଉ। ଈଶ୍ୱରଙ୍କର ଯାହା ବରାଦ ଥିବ, ଆମେ ତ ନିମିତ୍ତ ମାତ୍ର। ତାଙ୍କ ଅନୁସାରେ ଆମେ ସବୁ କର୍ମ କରୁଛୁ। ନିଗୁଢ଼ ରାସ ତତ୍ତ୍ୱର ଏବେ ଆମେ ବହୁତ ରାସ ବାହାର କରିସାରିଲୁଣି। ନୃସିଂହ ରାସ ଏବଂ ଅମରାବତୀ ରାସ, ଉଦୟବଟ ରାସ, କଳ୍କି ରାସ, ସବୁ ରାସ ଆମେ ବାହାର କରିସାରିଲୁଣି। ଏବଂ
उत्कलीय पंचांग परंपरा को आम बढ़ाई आगू चाहूँ समस्त भितर से सतनामर जाग्रत हो जो मंत्र चारि जुगे सत्य अनंत कोटि वर्ष धरी जो मंत्र समस्त भितर गुंजरित हो रही आसुची से मंत्र आम समस्त भितर जाग्रत करने को चाहूँ कहीं सबुरी घटे नारायण भागवत कही सकल घटे नारायण बसंती अनादि प्रमाण पुणी कहते जे शुष्क काष्ट पाषाण तरु तृणे बसंती अनादि प्रमाणे आउ गोटे कथर कहते जे ये महापुरुष मानकर प्रमाण रही जुग जुग धरी समस्त भितर जितेबाला से महामंत्र ऐक्य भाव चलो ब्रह्म एकाक्षर सेतबेले निश्चित भाव सकले होई एकमुख डाकिबे नारायण रख जो कथाटी रही सेतबेले आपे आपे सतर प्रतिष्ठा हब जेमिति देवादेवी माने आर्त चित्कार करी कंस प्रताप रावण प्रताप सेतबेले से कौन कले परित्राणाय साधुना विनाशाय च दुष्कृता धर्म संस्थापन पर संभवामी जुगे जुगे प्रभु निराकार नराकार होती पुणी थरे आउ थरे से अवतार निश्चित भाव में नेबे व्यक्ति हो अबा शक्ति हो जेमती कही घट घट में राम घट घट में श्याम सेमिति घट घट रे काम भी रही है काम भावना पलैब से राम आ श्याम आपे आपे जाग्रत हेबे आमे जतबेले निजर एवं विश्वर रक्षा पाई कि आर्त चित्कार करवा प्रभु पाखे निराश्रय तुमांग जगती सरक्ष आपे आपे सी उदय हेबे समस्त भितर से सतनामर जाग्रत करने कि जहाँ को कहते न हलिब दांत पाटी जीवातंटी न हलिब घंटिका एमंत जप देखिण जम हब ताटका कौन से जप जो थे जम ताटका हम आमे केते लोक कहूचे स्वहम एटा हूँ अजपा एटा भूल कथा केमिति स्वहमटा जप हूँ से हूँ मु स खंड म ये हूँ गोटे 2.5 अक्षर पद प्रकृत में ऐक्य भाव में जहाँ खेरित होउची जहाँ अजपा जहाँ मुखरे जप करा जाई पारे नहीं अंड पिंड ब्रह्मांड 56 कोटी जीवजंतु 33 कोटी देवता भितर जहाँ खेरित होउची पक्षीर कलनाभ पानीर गुंजरण पवनर धीर समीरता अग्निर अनलदुग्ध शिखा समस्त भितर गोटे मंत्र उज्जीवित होइची से सतनामर जाग्रत करने आम चाहूँ जिते से नामर जाग्रत हो आपे आपे पंचरंगी उठीज नीलचक्र को विश्व जगत से कलकींकर अनंतर रूप देख अनंत बोले तो कहीं व्यक्ति नुह अनंत नामे अंत नाही अण अक्षर नाम बही कौन से अण अक्षर कौन से अघर पाठ जहाँ को कहते अकर्मे वासुदेव प्रीति कर्म करिले क्षय जानती हे उद्धव तमें अकर्म रे मन लग से कर्म रे क्षय हो जिवे तेणु करी अघर पाठ यदि पढ़ी पार असाधन मार्ग कर अमाप को माप पार ये शरीर तत्व कथा पिंड ब्रह्मांड एकमत जानती सुज्ञानी पंडित मो भितर जहाँ अच्छी ब्रह्मांड से अच्छी आरी भितर रास मंडप अच्छी आरी भितर अनंत अच्छा आरी भितर कल्की अच्छा या खोजा दरकार जाना दरकार ताहले गोटाए विवश्च विभीषिकारु आमे विश्व जगत को रक्षा करिपरिबा सेइथिपाई कहिसंती नारायण स्वयं जन्म नर देहरे गोप्य लीला बेलकु से होइबे नील धवल रूप
ଟଳିବ ନାହିଁଟି ଏକଥା ନିଶ୍ଚୟ ହୋଇବ ଦିନେ, ଟାକି ରହିଛନ୍ତି ଭରସା କରି ଭକତ ଜନେ। କ'ଣ? ନାରାୟଣ ଯିଏ ନାମକୁ ଆୟନ କରୁଛି, ସିଏ ହେଉଛି ନାରାୟଣ। ସେ ସକଳ ଘଟ ଭିତରେ ବସିଛି। କିଏ? ନା ଏଇ ପବନ ତତ୍ତ୍ୱ ବା ସ୍ୱର ତତ୍ତ୍ୱ। ଆଉ ଗୋଟିଏ ପଥରେ ସେ କହୁଛନ୍ତି ଯେ ହରି ହରି ବୋଲି ସକଳେ ଭଜିବେ ହରିଙ୍କୁ ପାଇବେ ନାହିଁ, ହରି ହରି ବୋଲି ସର୍ବେ ମରିଯିବ ହରି ଯେ ମିଳିବେ ନାହିଁ। ତାହେଲେ କିଏ ସେଇ ହରି? ହରିକୁ ଓଲଟେଇଲେ ରିହ। ଅଡୁଆ ସୂତା ପରି ବୁଢିଆଣୀ ଜାଲ ପରି ଆମ ଆଖି ଆଗରେ ମାଡ଼ି ଯାଇଛି ଯେଉଁ ପରଳ, ତାକୁ କାଟିକିରି ଆମେ ସେ ହରିଙ୍କୁ ପାଇବା ଦରକାର ଏବଂ ତାଙ୍କ ନାମକୁ ସ୍ମରଣ କରିବା ଦରକାର। ପୁଣି ତାକୁ କହୁଛନ୍ତି ଯେ ଚାରି ଯୁଗେ ଚାରି ନାଥ ଯେ ହୋଇଲ ତିନି ନାମ କଲ ଖ୍ୟାତ, ଏକଳି ଯୁଗରେ ଶ୍ରୀନୀଳ କନ୍ଦରେ ନାମ ହୋଇଛି ଗୁପତ। ସତ୍ୟ ଯୁଗରେ ଯେମିତି ନୃସିଂହନାଥ ହେଲେ ନରସିଂହ, ତ୍ରେତୟା ଯୁଗରେ ରଘୁନାଥ ହେଲେ ରାମ, ଦ୍ୱାପର ଯୁଗରେ ଗୋପୀନାଥ ହେଲେ କୃଷ୍ଣ, କଳି ଯୁଗରେ ଜଗନ୍ନାଥଙ୍କ ନାଁଟା କ'ଣ? ଏଇଟା ଭୁଲ କଥା। ଏଇଟିକ ସମସ୍ତଙ୍କୁ ଅନୁରୋଧ କହିବେ ଯେ କଳି ଯୁଗରେ ଜଗନ୍ନାଥଙ୍କ ନାଁଟା କ'ଣ? ଚାରି ଯୁଗେ ଚାରି ନାମ ହୋଇଛି ନିର୍ମାଣ, କଳି ଯୁଗେ ଜଗନ୍ନାଥ ନାମଟି କ'ଣ? ସୁଧୀଜନ ମାନେ ଯଦି ସଦକୁରୁ ସେବିକିରି ସେ ନାମଟିକୁ ପାଇପାରିବେ, ନିଶ୍ଚିତ ଭାବରେ ଭକତ ଶକତ ହୋଇ ବସିଥିବ ବେନି ଧାରେ ଜଳ ଯିବ, ପର୍ବତ ପରାୟ ଜଳ ଯେ ଆସିଲେ ଭକ୍ତକୁ ଛୁଇଁ ନହିବ, ଅନଳ ସମୀର ଗଗନ ପ୍ରାନ୍ତରେ ଯେତେଟି ପ୍ରଳୟ ହୋଇ, ନାମ ବ୍ରହ୍ମରଟି ଯେହୁ ଥିବ ବାବୁ କୂଳକୁ ବିହନ ସେଇ। ଯିଏ ସେ ଜଗନ୍ନାଥଙ୍କ ନାମଟି ଜାଣିଥିବ, କଳ୍କୀଙ୍କର ନାଁଟି ଜାଣିଥିବ, ଆମେ ଯେଉଁ କହୁଛେ କଳ୍କୀ ନାମ ମହାମନ୍ତ୍ର କର କରରେ ଭଜନ, ହରେ କଳ୍କୀ ତୁ କଳ୍କୀ ଭଳିଆ ହରେ ଭାଜନ କର ନାମକୁ। ସେଇଥିପାଇଁ କହୁଛି ନାମ ଭଜନ ନ କର ହେଳାରେ ଆସି ଘୋଟିଲାଣି କାଳ ବେଳା, ଅହର୍ନିଶି ଭଜ କଳଙ୍କି ମନ୍ତ୍ରକୁ କଣ୍ଠେ କରି ଜପାମାଳା। ତାକୁ ଜପାମାଳା ଭଳିଆ 24 ଘଣ୍ଟା ଚାଲିଥିବ, ସକଳ କର୍ମ କରୁଥିବ, ମନରୁ ସୂତ୍ର ନ ଛାଡ଼ିବ। ଆଉ ଗୀତାରେ କହିଛନ୍ତି ଯଜ୍ଞ ଜପଯଜ୍ଞସ୍ମିନ୍, ଯଜ୍ଞ ଭିତରେ ଜପଯଜ୍ଞ ହେଉଛି ଶ୍ରେଷ୍ଠ। ତମ ଭିତରେ ଏହି ମନ୍ତ୍ରକୁ ବ୍ୟାହୁତିରେ ନେଇ ମହାବ୍ୟାହୁତିରେ ପକାଇ ପ୍ରଣବ ଆହୁତି ଯେଉଁ ଊର୍ଦ୍ଧ୍ୱରେଖା ଧୂମ୍ର ହେଉଛି, ସେଥିରୁ ଆମେ ପ୍ରକୃତ ଫଳ ପାଇପାରିବା। ସେଥିପାଇଁ କି ଅଜପା ସୂତ୍ରରେ ଯଜ୍ଞ, ଅଜପା ସୂତ୍ରରେ ଭଜନ, ମାନସ ଉପଚାର ପୂଜା, ନାସାଗ୍ର ପୂଜନ ଏବଂ ଊର୍ଦ୍ଧ୍ୱରେ ତା ଦୃଷ୍ଟି ହେଉଛି ସବୁଠାରୁ ଶ୍ରେଷ୍ଠ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ମହାପୁରୁଷ, ଜୟ କଳ୍କୀରାମ।